ଓଡ଼ିଆ ସମାଲୋଚନା ସାହିତ୍ୟ। ଏମାନଙ୍କ ମଧ୍ୟରୁ କିଏ ଲୋକସାହିତ୍ୟର ପ୍ରଥମ ସଂଗ୍ରାହକ? ଉତ୍ତର କପିଳେଶ୍ୱର ବିଦ୍ୟାଭୂଷଣ। ଏମାନଙ୍କ ମଧ୍ୟରୁ କିଏ ପ୍ରଥମେ ଓଡ଼ିଆ ସାହିତ୍ୟର ଇତିହାସ ରଚନା କରିଥିଲେ? ଉତ୍ତର ତାରିଣୀ ଚରଣ ରଥ। ବିଜୟ ଚନ୍ଦ୍ର ମଜୁମଦାରଙ୍କ ଟିପିକାଲ ସିଲେକ୍ସନ୍ସ ଫ୍ରମ୍ ଓଡ଼ିଆ ଲିଟରେଚର ପୁସ୍ତକର ପ୍ରଥମ ଭାଗ କେବେ ପ୍ରକାଶ ପାଇଥିଲା? ଉତ୍ତର 1921। ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ କେବେ ପ୍ରକାଶ ପାଇଥିଲା? ଉତ୍ତର 1928। ଗୋପୀନାଥ ନନ୍ଦ ଶର୍ମାଙ୍କ ଶ୍ରୀ ଭାରତ ଦର୍ପଣ ପୁସ୍ତକରେ ସଂସ୍କୃତ ମହାଭାରତ ସହ ଆଉ କେଉଁ ଗ୍ରନ୍ଥର ତୁଳନାତ୍ମକ ଆଲୋଚନା ହୋଇଛି? ଉତ୍ତର ସାରଳା ମହାଭାରତ। ଉତ୍କଳ କାହାଣୀର ସଂଗ୍ରାହକ କିଏ? ଉତ୍ତର ଗୋପାଳ ଚନ୍ଦ୍ର ପ୍ରହରାଜ। ଏଥିମଧ୍ୟରୁ କେଉଁଟି ମୃତ୍ୟୁଞ୍ଜୟ ରଥଙ୍କ ସମାଲୋଚନା ପୁସ୍ତକ ନୁହେଁ? ଉତ୍ତର ଓଡ଼ିଆ ଛାନ୍ଦ ସାହିତ୍ୟ। ଓଡ଼ିଆ ଭାଷାର ଇତିହାସର ଲେଖକ କିଏ? ଉତ୍ତର ବିନାୟକ ମିଶ୍ର। ଏଥିମଧ୍ୟରୁ କେଉଁଟି ଗିରିଜାଶଙ୍କର ରାୟଙ୍କ ସମାଲୋଚନା ଗ୍ରନ୍ଥ ନୁହେଁ? ଉତ୍ତର ଗଳ୍ପ ସାହିତ୍ୟ ପରିଚୟ। ସରଳ ଭାଷାତତ୍ତ୍ୱ ପୁସ୍ତକର ଲେଖକ କିଏ? ଉତ୍ତର ଗିରିଜାଶଙ୍କର ରାୟ। ଓଡ଼ିଆ ଲିପିର କ୍ରମ ବିକାଶ ପୁସ୍ତକର ଲେଖକ କିଏ? ଉତ୍ତର ସତ୍ୟନାରାୟଣ ରାଜଗୁରୁ। ଡକ୍ଟର ମାୟାଧର ମାନସିଂଙ୍କ ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକ ପ୍ରଥମେ କେବେ ପ୍ରକାଶ ପାଇଥିଲା? ଉତ୍ତର 1962। କବି ଓ କବିତା ସମାଲୋଚନା ଗ୍ରନ୍ଥର ଲେଖକ କିଏ? ଉତ୍ତର ମାୟାଧର ମାନସିଂ। ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମ ପରିଣାମ ପୁସ୍ତକ କେବେ ପ୍ରକାଶ ପାଇଥିଲା? ଉତ୍ତର 1950। ଯୁଗ ପ୍ରବର୍ତ୍ତକ ସ୍ରଷ୍ଟା ରାଧାନାଥ ପୁସ୍ତକର ଲେଖକ କିଏ? ଉତ୍ତର ନଟବର ସାମନ୍ତରାୟ। ଓଡ଼ିଆ ସାହିତ୍ୟର କ୍ରମ ବିକାଶ ପୁସ୍ତକର ଲେଖକ କିଏ? ଉତ୍ତର ସୁରେନ୍ଦ୍ର ମହାନ୍ତି। 1981ରେ ପ୍ରକାଶିତ ସାହିତ୍ୟ ଆଲୋଚନା ଗ୍ରନ୍ଥଟି କାହାଦ୍ୱାରା ରଚିତ? ଉତ୍ତର ହରେକୃଷ୍ଣ ମହତାବ। ସ୍ୱର୍ଗରେ ଏମର୍ଜେନ୍ସି କି ପ୍ରକାର ପୁସ୍ତକ? ଉତ୍ତର ଗଳ୍ପ। କ ସ୍ତମ୍ଭ ସହ ଖ ସ୍ତମ୍ଭର ମିଳନରେ ଠିକ୍ ଉତ୍ତର ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। କବି ଓ କବିତା ମାୟାଧର ମାନସିଂ। ଯୁଗ ସ୍ରଷ୍ଟା ଫକୀରମୋହନ ସର୍ବେଶ୍ୱର ଦାସ। ଓଡ଼ିଆ ପଲ୍ଲୀ ସାହିତ୍ୟ ନଟବର ସାମନ୍ତରାୟ। ଓଡ଼ିଆ ସାହିତ୍ୟର ଆଦିପର୍ବ ସୁରେନ୍ଦ୍ର ମହାନ୍ତି। ମୁଁ କିପରି ଗବେଷଣା କଲି ପୁସ୍ତକର ଲେଖକ କିଏ? ଉତ୍ତର ନଟବର ସାମନ୍ତରାୟ। ନାଟକ ଓ ନାଟ୍ୟକଳା ପୁସ୍ତକର ଲେଖକ କିଏ? ଉତ୍ତର ସର୍ବେଶ୍ୱର ଦାସ। ଓଡ଼ିଶାର ଧର୍ମଧାରାରେ ପଞ୍ଚସଖା ପରିକଳ୍ପନା ପୁସ୍ତକର ଲେଖକ କିଏ? ଉତ୍ତର ନଟବର ସାମନ୍ତରାୟ। ନଟବର ସାମନ୍ତରାୟ ସମାଲୋଚନା ପୁସ୍ତକ ବ୍ୟାସକବି ଫକୀରମୋହନ ପାଇଁ କେବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? 1960। କେଉଁ ପୁସ୍ତକ ପାଇଁ ଗୋବିନ୍ଦ ଚନ୍ଦ୍ର ଉଦଗାତା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର କାବ୍ୟଶିଳ୍ପୀ ଗଙ୍ଗାଧର। ମଣିଷର ଭାଷା ପୁସ୍ତକର ଲେଖକ କିଏ? ଉତ୍ତର ଗୋଲୋକ ବିହାରୀ ଧଳ। ଅଚ୍ୟୁତାନନ୍ଦ ଓ ପଞ୍ଚସଖା ଧର୍ମ ପୁସ୍ତକର ଲେଖକ କିଏ? ଉତ୍ତର ଚିତ୍ତରଞ୍ଜନ ଦାସ। ବିଦଗ୍ଧ କବି ଅଭିମନ୍ୟୁ ପୁସ୍ତକର ଲେଖକ କିଏ? ଉତ୍ତର କାହ୍ନୁଚରଣ ମିଶ୍ର। କଥା ସାହିତ୍ୟର କାରିଗରୀ ପୁସ୍ତକର ଲେଖକ କିଏ? ଉତ୍ତର କିଶୋରୀ ଚରଣ ଦାସ। କ ସ୍ତମ୍ଭ ସହ ଖ ସ୍ତମ୍ଭର ସଠିକ୍ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ଧ୍ୱନି ବିଜ୍ଞାନ ଗୋଲୋକ ବିହାରୀ ଧଳ। ଅଳଙ୍କାର ପ୍ରସଙ୍ଗ ଗୋବିନ୍ଦ ଚନ୍ଦ୍ର ଉଦଗାତା। ସନ୍ଥକବି ଭୀମ ଭୋଇ କାହ୍ନୁଚରଣ ମିଶ୍ର। ଓଡ଼ିଶାର ମହିମା ଧର୍ମ ଚିତ୍ତରଞ୍ଜନ ଦାସ।
ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା ପୁସ୍ତକର ଲେଖକ କିଏ? ଉତ୍ତର ଚିତ୍ତରଞ୍ଜନ ଦାସ। ଓଡ଼ିଆ ଭାଷାତତ୍ତ୍ୱର ଭୂମିକା ପୁସ୍ତକର ଲେଖକ କିଏ? ଉତ୍ତର ବଂଶୀଧର ମହାନ୍ତି। ଓଡ଼ିଆ ଚଉପଦୀ ସାହିତ୍ୟ ପୁସ୍ତକର ଲେଖକ କିଏ? ଉତ୍ତର ଜାନକୀବଲ୍ଲଭ ମହାନ୍ତି। ଭରଦ୍ୱାଜ। ଗୋପାଳକୃଷ୍ଣ ସୃଷ୍ଟି ସମୀକ୍ଷା ପୁସ୍ତକର ଲେଖକ କିଏ? ଉତ୍ତର ଗଙ୍ଗାଧର ବଳ। କେଉଁ ସମାଲୋଚନା ପୁସ୍ତକ ପାଇଁ ଚିନ୍ତାମଣି ବେହେରା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର କଳାଦୃଷ୍ଟି। ଜୀବନୀ ସାହିତ୍ୟ ଏକ ଅଧ୍ୟୟନ ପୁସ୍ତକର ଲେଖକ କିଏ? ଉତ୍ତର ପଠାଣି ପଟ୍ଟନାୟକ। କହେ କୃଷ୍ଣଦାସ କବି ପୁସ୍ତକର ଲେଖକ କିଏ? ଉତ୍ତର କୃଷ୍ଣଚରଣ ସାହୁ। ଆଧୁନିକ ଓଡ଼ିଆ କାବ୍ୟଧାରା ପୁସ୍ତକର ଲେଖକ କିଏ? ଉତ୍ତର ନରେନ୍ଦ୍ରନାଥ ମିଶ୍ର। ଆଧୁନିକତାର କ ଖ ଓ ଅନ୍ୟାନ୍ୟ ଆଲୋଚନା ପୁସ୍ତକର ଲେଖକ କିଏ? ଉତ୍ତର ଚିନ୍ତାମଣି ବେହେରା। ସଚୀ ରାଉତରାୟଙ୍କ ପ୍ରଥମ ଗଳ୍ପର ନାମ କ'ଣ? ଉତ୍ତର ବିସର୍ଜନ। କ ସ୍ତମ୍ଭ ସହ ଖ ସ୍ତମ୍ଭର ଠିକ୍ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ରୀତିକାବ୍ୟ ସମ୍ପର୍କରେ ଗଙ୍ଗାଧର ବଳ। ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ ଶ୍ରୀନିବାସ ମିଶ୍ର। କାବ୍ୟ ଓ କଳାକାର ଚିନ୍ତାମଣି ବେହେରା। ଓଡ଼ିଆ କବି ଓ କାବ୍ୟ ନୀଳମଣି ମିଶ୍ର। ପ୍ରସଙ୍ଗ ନାଟକ ଓ ଏକାଙ୍କିକା ପୁସ୍ତକର ଲେଖକ କିଏ? ଉତ୍ତର କୃଷ୍ଣଚରଣ ବେହେରା। ସମାଲୋଚନାର ଦିଗ ଦିଗନ୍ତ ପୁସ୍ତକର ଲେଖକ କିଏ? ଉତ୍ତର ଖଗେଶ୍ୱର ମହାପାତ୍ର। କେଉଁ ସମାଲୋଚନା ପୁସ୍ତକ ପାଇଁ ଯତୀନ୍ଦ୍ର ମୋହନ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ସୂର୍ଯ୍ୟସ୍ନାତ। କବିସୂର୍ଯ୍ୟ କାବ୍ୟବିଭା ପୁସ୍ତକର ଲେଖକ କିଏ? ଉତ୍ତର ଦାଶରଥି ଦାସ। ଦାଶରଥି ଦାସଙ୍କ ଚିହ୍ନାମାଟି ଅଚିହ୍ନା ଆକାଶ ପୁସ୍ତକଟିର କେଉଁ ଓଡ଼ିଆ କବିଙ୍କ କାବ୍ୟକୃତି ସମ୍ପର୍କରେ ଆଲୋଚନା ରହିଛି? ଉତ୍ତର ସୀତାକାନ୍ତ ମହାପାତ୍ର। ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ପୁସ୍ତକର ଲେଖକ କିଏ? ଉତ୍ତର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ। ଏଥିମଧ୍ୟରୁ କେଉଁଟି ଦାଶରଥି ଦାସଙ୍କ ସମାଲୋଚନାତ୍ମକ ପୁସ୍ତକ ନୁହେଁ? ଉତ୍ତର ସାହିତ୍ୟ ମଧୁପର୍କ। ସତୁରିରୁ ସହସ୍ରାବ୍ଦୀ ପୁସ୍ତକର ଲେଖକ କିଏ? ଉତ୍ତର ନିତ୍ୟାନନ୍ଦ ଶତପଥୀ। କ ସ୍ତମ୍ଭ ସହ ଖ ସ୍ତମ୍ଭର ମିଳନରେ ସଠିକ୍ ଉତ୍ତର ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ଐତିହ୍ୟ ଓ ଆଧୁନିକତା ଦାଶରଥି ଦାସ। ସତ୍ୟବାଦୀ ଯୁଗ ସ୍ରଷ୍ଟା ଓ ସୃଷ୍ଟି ନିତ୍ୟାନନ୍ଦ ଶତପଥୀ। ରସିକ ଭକ୍ତ ଅଭିମନ୍ୟୁ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ। ପ୍ରଣୟବଲ୍ଲରୀ ଓ କବି ଗଙ୍ଗାଧର ଅସିତ କବି। କେଉଁ ପୁସ୍ତକ ପାଇଁ ଦାଶରଥି ଦାସ ସାରଳା ପୁରସ୍କାର ଲାଭ କରିଛନ୍ତି? ଉତ୍ତର ବିଦଗ୍ଧ ମାନସ। କବିତା ଯୁଗେ ଯୁଗେ ପୁସ୍ତକର ଲେଖକ କିଏ? ଉତ୍ତର ନିତ୍ୟାନନ୍ଦ ଶତପଥୀ। ଭିନ୍ନ ଆକାଶ ଭିନ୍ନ ଦୀପ୍ତି ପୁସ୍ତକର ଲେଖକ କିଏ? ଉତ୍ତର ସୀତାକାନ୍ତ ମହାପାତ୍ର। କେଉଁ ପୁସ୍ତକ ପାଇଁ ଦାଶରଥି ଦାସ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର କାବ୍ୟ ସମ୍ବାଦ। ଆଷାଢ଼ସ୍ୟ ପ୍ରଥମ ଦିବସେ ଗବେଷଣାତ୍ମକ ପୁସ୍ତକର ଲେଖକ କିଏ? ଉତ୍ତର ହେମନ୍ତ କୁମାର ଦାସ। କେଉଁ ପୁସ୍ତକ ପାଇଁ ନିତ୍ୟାନନ୍ଦ ଶତପଥୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ସତ୍ୟବାଦୀ ଯୁଗ ସ୍ରଷ୍ଟା ଓ ସୃଷ୍ଟି। ଓଡ଼ିଆ ଗଳ୍ପ ଉନ୍ମେଷ ଓ ଉତ୍ତରଣ ପୁସ୍ତକର ଲେଖକ କିଏ? ଉତ୍ତର ବୈଷ୍ଣବ ଚରଣ ସାମଲ। ଓଡ଼ିଆ ଭାଷା ବିଭବ ପୁସ୍ତକର ଲେଖକ କିଏ? ଉତ୍ତର ବିଜୟ ପ୍ରସାଦ ମହାପାତ୍ର। ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା ପୁସ୍ତକର ଲେଖକ କିଏ? ଉତ୍ତର ଗଗନେନ୍ଦ୍ର ନାଥ ଦାସ। ଭାରତୀୟ ସାହିତ୍ୟ ତତ୍ତ୍ୱ ପୁସ୍ତକର ଲେଖକ କିଏ? ଉତ୍ତର ବନମାଳୀ ରଥ। ସୁରେନ୍ଦ୍ର କୁମାର ମହାରଣାଙ୍କ ଓଡ଼ିଆ ସାହିତ୍ୟର ଇତିହାସ କେବେ ପ୍ରକାଶ ପାଇଥିଲା? ଉତ୍ତର 1988। ଉଡ୍ରଜା ପ୍ରାକୃତ ପୁସ୍ତକର ଲେଖକ କିଏ? ଉତ୍ତର ବେଣୀ ମାଧବ ପାଢ଼ୀ।
ଏମାନଙ୍କ ମଧ୍ୟରୁ କିଏ ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକ ରଚନା କରିନାହାନ୍ତି? ଉତ୍ତର ଦାଶରଥି ଦାସ। ଓଡ଼ିଆ ସାହିତ୍ୟ ସମାଲୋଚନାର ଇତିହାସ ପୁସ୍ତକର ଲେଖକ କିଏ? ଉତ୍ତର ଅସିତ କବି। ରସକଲ୍ଲୋଳର ପ୍ରଥମ ସମାଲୋଚକ କିଏ? ଉତ୍ତର ଜନ୍ ବିମ୍ସ। ଆଧୁନିକ ଓଡ଼ିଆ କବିତାରେ ରହସ୍ୟବାଦୀ ଚେତନାର ରଚୟିତାଙ୍କ ନାମ ଲେଖ କର। ଉତ୍ତର ସୌଦାମିନୀ ନନ୍ଦ। ବୃତ୍ତି ଏମୁ ପୋଷେ କୁଟୁମ୍ବ ସଂକଳନର ରଚୟିତା କିଏ? ଉତ୍ତର ପଞ୍ଚାନନ ମହାନ୍ତି। ସଂସ୍କୃତ ସାହିତ୍ୟର ଇତିହାସ ପୁରସ୍କୃତ ପୁସ୍ତକଟି କାହା ରଚନା? ଉତ୍ତର ହରେକୃଷ୍ଣ ଶତପଥୀ। ଓଡ଼ିଆ ସାହିତ୍ୟର ଇତିହାସ 1850ରୁ 1947 ପୁସ୍ତକଟିର ସ୍ରଷ୍ଟା କିଏ? ଉତ୍ତର କୃଷ୍ଣଚନ୍ଦ୍ର ପ୍ରଧାନ। କାଳିନ୍ଦୀ ଚରଣ କଥା ସାହିତ୍ୟ କାହାର ଗବେଷଣା ଗ୍ରନ୍ଥ? ଉତ୍ତର ବିଷ୍ଣୁପ୍ରିୟା ଓତା। କେଉଁ ବିଦେଶୀ ଗବେଷକ ଫକୀରମୋହନ ସାହିତ୍ୟ ଉପରେ ସନ୍ଦର୍ଭ ରଚନା କରିଛନ୍ତି? ଉତ୍ତର ଜେ.ଭି. ବୋଲ୍ଟନ୍। ସାମ୍ପ୍ରତିକ ସାହିତ୍ୟର ସ୍ରଷ୍ଟା କିଏ? ଉତ୍ତର ବିଭୂତି ପଟ୍ଟନାୟକ। କ ସ୍ତମ୍ଭରେ ଥିବା ଗଳ୍ପ ଖ ସ୍ତମ୍ଭରେ ଥିବା କେଉଁ ସ୍ରଷ୍ଟାଙ୍କ ପ୍ରଥମ ଗଳ୍ପ? କ ସ୍ତମ୍ଭ ଖ ସ୍ତମ୍ଭ। ବିସର୍ଜନ ସଚ୍ଚି ରାଉତରାୟ। ବନ୍ଦୀ ସୁରେନ୍ଦ୍ର ମହାନ୍ତି। ସୌଦାମିନୀ ଚନ୍ଦ୍ରଶେଖର ନନ୍ଦ। ତୃଣଗୁଚ୍ଛ ଅନନ୍ତ ପ୍ରସାଦ ପଣ୍ଡା। ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ପୁସ୍ତକର ଲେଖକ କିଏ? ଉତ୍ତର ଅସିତ କବି। ଦାଶରଥି ଦାସଙ୍କ କେଉଁ ପୁସ୍ତକଟି ରମାକାନ୍ତ ରଥଙ୍କ କବିତାର ବିଚାର ବିବେଚନା ଆଧାରିତ? ଉତ୍ତର ମୃତ୍ୟୁଲୋକରେ ଋତୁ ସପ୍ତମ। ଓଡ଼ିଆ କାବ୍ୟକୌଶଳର ସୁଯୋଗ୍ୟ ସ୍ରଷ୍ଟା କିଏ? ଉତ୍ତର ସୁଦର୍ଶନ ଆଚାର୍ଯ୍ୟ। କବିତାର ମୃତ୍ୟୁ ଓ ଅନ୍ୟାନ୍ୟ ପ୍ରବନ୍ଧ ସମାଲୋଚନା ପୁସ୍ତକର ସ୍ରଷ୍ଟା କିଏ? ଉତ୍ତର ଆଦିଗନ୍ଧ ସାହୁ। ଉପେନ୍ଦ୍ର ସାହିତ୍ୟ ଓ ଶ୍ରୀ ଜଗନ୍ନାଥ କେଉଁ ଆଲୋଚକଙ୍କ କୃତି? ଉତ୍ତର ପୂର୍ଣ୍ଣଚନ୍ଦ୍ର ମିଶ୍ର। ଓଡ଼ିଆ ଉପନ୍ୟାସରେ ସମାଜତତ୍ତ୍ୱ ପୁସ୍ତକଟି କାହା ରଚନା? ଉତ୍ତର କୈଳାସ ପଟ୍ଟନାୟକ। କେଉଁ ପୁସ୍ତକ ପାଇଁ ପ୍ରସନ୍ନ କୁମାର ସ୍ୱାଇଁ 2016 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ଆଲୋଚନା ପ୍ରସଙ୍ଗ। ସାହିତ୍ୟର ସମ୍ବିଧାନର ସୁଯୋଗ୍ୟ ସ୍ରଷ୍ଟା କିଏ? ଉତ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି। କ ସ୍ତମ୍ଭରେ ଥିବା ଗୋପୀନାଥ ମହାନ୍ତିଙ୍କ ପୁସ୍ତକକୁ ଖ ସ୍ତମ୍ଭରେ ଥିବା ବିଭାଗ ସହିତ ଚିହ୍ନିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ଘାସର ଫୁଲ ଗଳ୍ପ। କଳାଶକ୍ତି ପ୍ରବନ୍ଧ। ମହାପୁରୁଷ ନାଟକ। ସ୍ରୋତସ୍ୱତୀ ଆତ୍ମଜୀବନୀ। କ ସ୍ତମ୍ଭରେ ଥିବା ସଚ୍ଚି ରାଉତରାୟଙ୍କ କେଉଁ ପୁସ୍ତକ ଖ ସ୍ତମ୍ଭର କେଉଁ ବିଭାଗର? କ ସ୍ତମ୍ଭ ଖ ସ୍ତମ୍ଭ। ପାଣ୍ଡୁଲିପି କବିତା। ଚିତ୍ରଗୀବ ଉପନ୍ୟାସ। ମାଟିର ତାଜ ଗଳ୍ପ। ଉତ୍ତର କକ୍ଷ ଆତ୍ମଜୀବନୀ। କ ସ୍ତମ୍ଭରେ ଥିବା ସୁରେନ୍ଦ୍ର ମହାନ୍ତିଙ୍କ ବହିକୁ ଖ ସ୍ତମ୍ଭରେ ଥିବା ବିଭାଗ ସହିତ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ପୃଥ୍ୱୀବଲ୍ଲଭ ନାଟକ। ଦ୍ୱିତୀୟ ଚନ୍ଦ୍ର ଗଳ୍ପ। ବଧୂ ଓ ପ୍ରିୟା ଉପନ୍ୟାସ। ପଥ ଓ ପୃଥିବୀ ଆତ୍ମଜୀବନୀ। କ ସ୍ତମ୍ଭରେ ଥିବା ବିଭାଗ ସହିତ ଖ ସ୍ତମ୍ଭରେ ଥିବା ଗୋପୀନାଥ ମହାନ୍ତିଙ୍କ ପୁସ୍ତକକୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଉପନ୍ୟାସ ମନ ଗହୀରର ଚାଷ। ଜୀବନୀ ଦୀପଙ୍ଜ୍ୟୋତି। କାବ୍ୟ ଯୁଦ୍ଧ। ଅନୁବାଦ ଯୁଦ୍ଧ ଓ ଶାନ୍ତି। ପ୍ରତିଭା ରାୟଙ୍କ କ ସ୍ତମ୍ଭର ପୁସ୍ତକ ଖ ସ୍ତମ୍ଭର କେଉଁ ବିଭାଗର? କ ସ୍ତମ୍ଭ ଖ ସ୍ତମ୍ଭ। ଅଜଣା ଏକ ନଈ କବିତା। ଝୋଟି ପକା କାନ୍ଥ ଗଳ୍ପ। ପୁଣ୍ୟତୋୟା ଉପନ୍ୟାସ। ରକ୍ତାକ୍ଷର ଭ୍ରମଣ ସାହିତ୍ୟ। କ ସ୍ତମ୍ଭର ବର୍ଷ ସହିତ ରମାକାନ୍ତ ରଥ ପାଇଥିବା ଖ ସ୍ତମ୍ଭର ପୁରସ୍କାରକୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। 1978 କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସପ୍ତମ ଋତୁ ପାଇଁ। 1983 ସାରଳା ପୁରସ୍କାର ସଚିତ୍ର ଅନ୍ଧକାର ପାଇଁ। 1992 ସରସ୍ୱତୀ ସମ୍ମାନ ଶ୍ରୀରାଧା ପାଇଁ। 2018 ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ। ପ୍ରତିଭା ରାୟ ପାଇଥିବା କ ସ୍ତମ୍ଭର ପୁରସ୍କାରକୁ ଖ ସ୍ତମ୍ଭର ବର୍ଷ ସହିତ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ସାହିତ୍ୟ ଏକାଡେମୀ ପୁରସ୍କାର ଉଲ୍ଲଙ୍ଘନ ଗଳ୍ପ ସଂକଳନ ପାଇଁ 2000। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଶିଳାପଦ୍ମ ଉପନ୍ୟାସ ପାଇଁ 1986। ସାରଳା ପୁରସ୍କାର ଯାଜ୍ଞସେନୀ ଉପନ୍ୟାସ ପାଇଁ
1990। ଜ୍ଞାନପୀଠ ପୁରସ୍କାର ସମଗ୍ର କୃତି ପାଇଁ 2011।